ଜୀବନଟାକୁ ଏତେ ସରଳ କରିକି ବଞ୍ଚିବାର ମାନେ ଇଏଟା କୋଉଠୁ ପାଇଲେ ଆପଣ? ସେ ନାଇଁ, ଜୀବନଟା ସରଳ ଏଇଥିପାଇଁ ମୁଁ ଭାବେ ଜୀବନଟା ଅଙ୍କ ନୁହଁ, ଜୀବନଟା ଗୋଟେ ସାହିତ୍ୟ। ଜୀବନ ସାହିତ୍ୟ ଏଇଥିପାଇଁ କହିବି, ଜୀବନ ଯଦି ଅଙ୍କର ଗୋଟେ ଅତଏବ ଉତ୍ତର ଥାଏ। ଯଦି ଗୋଟେ ପ୍ରଶ୍ନ ଆପଣଙ୍କୁ ମ୍ୟାଥମେଟିକ୍ସର ଦିଆଯାଏ, ତାହେଲେ ଆପଣ ଯଦି ସେ ଅଙ୍କଟି ଜାଣିଥିବେ ତାର ଉତ୍ତର ଗୋଟେ ବାହାରିବ, ମୁଁ ଯଦି ଜାଣିଥିବି ତାର ଉତ୍ତର ଗୋଟିଏ ବାହାରିବ। କିନ୍ତୁ ସାହିତ୍ୟର ଗୋଟେ ପ୍ରଶ୍ନର ଉତ୍ତର ସବୁବେଳେ ସମାନ କେହି ଲେଖିପାରିବେ ନାହିଁ। ମନେକର ନଈବଢିର ଦୃଶ୍ୟ, ଆପଣ ନଈବଢିର ଦୃଶ୍ୟ ଯୋଉ ରଚନାଟି ଲେଖିବେ, ମୁଁ ସେ ଧାଡି ଲେଖିବି ନାହିଁ, କାରଣ ଗୋଟେ ସାହିତ୍ୟର ଗୋଟେ ପ୍ରଶ୍ନର ଉତ୍ତର କେବେ ଏକା ନୁହଁ, କିନ୍ତୁ ଅଙ୍କର ଉତ୍ତର ଏକ। ତେଣୁ ମୁଁ ଜୀବନକୁ ସାହିତ୍ୟ ଭାବେ, ଅଙ୍କ ଭାବିଦେଲେ ତ କାଲକୁଲେସନ କରିକି ଜୀବନକୁ ବଞ୍ଚିବାକୁ ପଡିବ। ତେଣୁ କାଲକୁଲେସନ କରିକି ବଞ୍ଚିବା ମତେ ଭଲ ଲାଗେ ନାହିଁ। ତେଣୁ ପ୍ରତି ମୁହୂର୍ତ୍ତରେ ଜୀବନ ନୂଆ ଉତ୍ତରଟେ ଦଉଥିବ, ଯଦି ତାହେଲେ ଠିକ, ଜୀବନଟା ଠିକ। ଜୀବନର ସମସ୍ତଙ୍କ ପାଖରେ ସମସ୍ତଙ୍କର ଅଭିଜ୍ଞତା ବି ଅଲଗା 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 ଅଲଗା। ହଁ, ତ ସେଇ ହିସାବରେ ଆପଣ ସାହିତ୍ୟ ବୋଲି କହିଲେ ଜୀବନଟାକୁ। ଆଚ୍ଛା ଭାଇ, ଆପଣଙ୍କୁ ଗୋଟେ ଜିନିଷ ପଚାରିବି କି ଆପଣ କେବେ ଲେଖିବା ପ୍ରଥମେ ଷ୍ଟାର୍ଟ କରିଥିଲେ, ଯୋଉଥିରେ ଆପଣ ଜାଣିଲେ କି ଯେ ମତେ ସେଇ ଏକ୍ସ ଫ୍ୟାକ୍ଟରଟା ଅଛି, ମୁଁ ଗୋଟେ ଗୀତ ଲେଖିପାରିବି? ମୁଁ ଯେତେବେଳେ ସ୍କୁଲରେ ପଢୁଥିଲି, ସେତେବେଳେ ସ୍କୁଲରେ ସବୁ ଆମର ମାନେ ଯେତେବେଳେ ସାଙ୍ଗମାନେ ଏକାଠି ହଉ, ସାର୍ କହିବେ ଗୀତ ଗାଅ, ଇଏ କର। ସେତେବେଳେ ଯେହେତୁ ମୁଁ ଗୀତ ଲେଖାଟା ସେତେବେଳେ ଜାଣିନଥିଲି, ଖାଲି ଯାହା ଆସୁଥିଲା ଲେଖି ଦଉଥିଲି। ତେଣୁ ଗୀତ ଲେଖା ଆରମ୍ଭ କଲି। ମନେ କରନ୍ତୁ ଗୋଟେ ଓଡ଼ିଆ ଫିଲ୍ମର ଗୀତ, ସେଇ ସ୍ୱରରେ ଲେଖାଟା, ଯେମିତି ରୂପା ଶଗଡିରେ ସୁନା କନ୍ୟା, ମୁଁ ସେତେବେଳେ ଲେଖିଥିଲି ବଡ ଦେଉଳରେ ଜଗା କାଳିଆ, ମାନେ ସେଇ ସ୍ୱରରେ ଲେଖିକି ଗାଇବା। ତେଣୁ ସେଇଠୁ ଆସ୍ତେ ଆସ୍ତେ ସେ ସ୍କୁଲ ବେଳଠୁ ଲେଖା ଆରମ୍ଭ ହେଇଥିଲା। ଆଉ କିନ୍ତୁ କଲେଜ ବେଳେ ଟିକେ ରୋମାଣ୍ଟିକ ଗୀତ ଆରମ୍ଭ ହେଲା। ତୁମ ଦାଣ୍ଡୁ ଯେବେ ସବାରି ଉଠିବ, ମୋ ଦାଣ୍ଡୁ ଉଠିବ ଶବ, ସେତେବେଳେ ଲେଖା ହେଇଥିଲା ସେତେବେଳେ। ତାପରେ ଯୁବବାଣୀରେ ମୁଁ ଗୀତ ପଠେଇଥିଲି କଲେଜରେ ପଢିଲା ବେଳେ, ଯୁବବାଣୀ ପାଇଁ। ସେତେବେଳେ ମୋର ଗୋଟେ ଗୀତ ସିଲେକ୍ସନ ହେଇଥିଲା, ସେପଟେ ତମ ଘର ଏପଟେ ମୋ ଘର, ମଝିରେ ଅଳକା ନଈ, ମୁଁ ତୁମକୁ କେତେ ଭଲ ପାଏ ବୋଲି କେମିତି କହିବି ଯାଇ, ନଈରେ ନୌକା ନାହିଁ। ସେଠି ସର୍ତ୍ତ ନାୟକ କମ୍ପୋଜିସନ କରିଥିଲେ, ପ୍ରସେନଜିତ ମହାନ୍ତି ସେତେବେଳେ ଥିଲେ ମାନେ ପେକ୍ସ ଥିଲେ, ପ୍ରୋଗ୍ରାମ ଏକ୍ଜିକ୍ୟୁଟିଭ। ସେଟା ମୋର ମୁଁ କଲେଜ ପଢିଲା ବେଳେ ବାଜିଥିଲା ସେତେବେଳେ। ତାପରେ ପରବର୍ତ୍ତୀ ମୁଁ ତ କଲେଜ ସରିଲା ପରେ ମୁଁ ଉପସ୍ଥାପକ ଭାବରେ କାଜୁଆଲ ଯୋଉ କୁହନ୍ତି ସାମୟିକ ଉପସ୍ଥାପକ ଯୁବବାଣୀରେ କାମ କଲି। ସେଠି ତାପରେ କିଛି ଗୀତ ମଧ୍ୟ ମୋର ବାଜିଲା। ସେଇ ସମୟରେ ମାନେ ଆକାଶବାଣୀରେ କାମ କରୁଥାଏ, ବିଭିନ୍ନ ସଙ୍ଗୀତ ନିର୍ଦ୍ଦେଶକ ମାନଙ୍କ ପାଖକୁ ମୋ ଗୀତ ନେଇକି ଯାଉଥାଏ। ସରୋଜ ନନ୍ଦ ବହୁତ ବଡ ସଙ୍ଗୀତ ନିର୍ଦ୍ଦେଶକ ଆମ ଗଣରେ ନାହାନ୍ତି, ସିଏ ପ୍ରଥମେ ମୋର ଗୋଟେ ଭଜନ କଲେ, ଯୋଉଟା କି କମର୍ସିଆଲ ମାର୍କେଟ, ମାନେ ଯୋଉଟା କି କ୍ୟାସେଟ ଆସୁଥିଲା। ସେଥିରେ ପ୍ରଥମ ଗୀତଟି ମୋର ଗାଇଥିଲେ ଭଜନ ସମ୍ରାଟ ଭିକାରୀ ବଳ। ଭଜନ ସମ୍ରାଟ ଭିକାରୀ ବଳ, ତୁଳସୀ କ୍ଷେତ୍ରରେ ବଳଦେବ ଖ୍ୟାତ, ଶ୍ରୀକ୍ଷେତ୍ର ଜଗତନାଥ, ଦୁଇ ଭାଇ ମିଶି ନୀତି ହସି ହସି ପାଳନ୍ତି ସାରା ଜଗତ। ଏଇଟା ହଉଛି ମୋର ପ୍ରଥମ ରିଲିଜ, ଆକାଶବାଣୀ ଛାଡିଲା ପରେ ପ୍ରଥମ ରିଲିଜ ଗୀତ। ତାପରେ ଦ୍ୱିତୀୟ ଗୀତ ଯୋଉଟା ଅନୁସୟା ନାଥଙ୍କର ତାଙ୍କ ଲାଇଫର ପ୍ରଥମ ଗୀତ, ଯୋଉ କ୍ୟାସେଟ ହେଇଥିଲା, ସ୍ୱର୍ଗଦ୍ୱାର, ପିନ୍ଧିବିନି ସଖୀ ପିନ୍ଧିବିନି, କଳା ପାଟ ଆଉ ପିନ୍ଧିବିନି। ତୃତୀୟ ଗୀତଟି ମୋର ବହୁତ ବଡ ହିଟ୍ ହେଲା, ଯୋଉ କଳା କୋଇଲିର କୁହୁ ମିଠା ମିଠା, ସାଧନା ସରଗମ ଗାଇଥିଲେ ସେଇଟା, ସେଇ ଶରଦ ନନ୍ଦଙ୍କ କମ୍ପୋଜିସନ। ପ୍ରଥମ ଗୀତ ଗୁଡା ପ୍ରାୟ ଶରଦ ନନ୍ଦ ମତେ ଯେହେତୁ ସୁଯୋଗ ଦେଇଥିଲେ, ସେ ତେଣୁ ତାଙ୍କ ସାଙ୍ଗରେ ଲେଖୁଥିଲି। ପ୍ରଥମ ଚଳଚ୍ଚିତ୍ର ଆସିଲା ମୋର 2000 ମସିହାରେ, କାଶିଆ କପିଳା। କାଶିଆ କପିଳାରେ ଆମର 2 ଜଣଙ୍କର ଏଣ୍ଟ୍ରି ହେଇଥିଲା ସେ ଚଳଚ୍ଚିତ୍ରରେ। ଅଭିଜିତ ମଜୁମଦାର ପ୍ରଥମ ଥର ପାଇଁ ମ୍ୟୁଜିକ କଲେ, ମୁଁ ପ୍ରଥମ ଥର ପାଇଁ ଫିଲ୍ମରେ ଗୀତ ଲେଖିଲି 2000 ମସିହାରେ। ସେଥିରେ 6ଟି ଗୀତ ଥିଲା ମୋର ମନେ ଅଛି, ମୁଁ 5ଟି ଗୀତ ଲେଖିଥିଲି। ଗୋଟେ ଗୀତ ନିର୍ମଳ ନାୟକ ଲେଖିଥିଲେ, ସେଥିରେ ଥିଲା ଚାଲୁଛୁ ହଲି ହଲି, ଚାହୁଁଛୁ ବୁଲି ବୁଲି, ଫସେଇ ଦେଲୁ ଫେସନ ବାଲି, ସେତେବେଳେ ବହୁତ ବଡ ହିଟ୍ ଗୀତ ଥିଲା ସେତେବେଳେ। ରୁମଝୁମ ବାଜେ ତୋ ପାଦ ପାଉଁଜି, ଆଉ ଗୋଟେ ଅଶ୍ରୁ ମୋଚନ ମହାନ୍ତି, ଅଶ୍ରୁ ଭାଇ ଗୋଟେ ଆକ୍ଟିଂ କରିଥିଲେ, ଯୋଉଠି ପାଇଁ ସେଇ ଚଳଚ୍ଚିତ୍ର ପାଇଁ ମୁଁ ପାଇଥିଲି, ସେ ଗୀତ ପାଇଁ ଆୱାର୍ଡ ପାଇଥିଲି। ଅନ୍ଧାର ଏ ଘରେ ଜାଳି ଦେଇଛୁ ସୁଖ ସପନର ଆଲୋକ, ଲୋରିଟେ ଥିଲା। ସେଉଠୁ ଆଜି ପର୍ଯ୍ୟନ୍ତ ଚାଲିଛି ଆଉ। ଆଚ୍ଛା ଭାଇ, ପଚାରିବି କି ଯେ ଗୀତି କବିତା ଆଉ ଗୀତିକାର ମଧ୍ୟରେ ପାର୍ଥକ୍ୟଟା କଣ? ନାଇଁ, ଗୀତି କବିତା ତ ଗୋଟେ କବିତାଟା, ଯେ ଗୀତି କବିତା ଲେଖେ ସେ ହଉଛନ୍ତି ଗୀତିକାର। ଗୀତି କବିତା ତାକୁ କୁହାଯାଏ ଯୋଉଥିରେ ଛନ୍ଦ ଥାଏ, ଯୋଉଟା ସ୍ୱର କରିକି ଗାଇ ହବ। ଗୀତି କବିତା ମାନେ ଗୀତ କରିକି ଗାଇ ହବ, ସେଟା ଗୀତି କବିତା କୁହନ୍ତି। ଆଉ ଗୀତି କବିତାକୁ ଯିଏ ଲେଖନ୍ତି ସେ ଗୀତିକାର ବା ଗୀତି କବି କହିପାରିବା ଆମେ। ଗୀତି କବି ନହେଲେ ଗୀତିକାର କହିପାରିବା।
ଆଚ୍ଛା ଆର କଣ କିଛି ଗୋଟେ ଷ୍ଟାଣ୍ଡାର୍ଡ ଏଜୁକେସନ ଅଛି କି ଜଣେ ନାଇଁ, ନାଇଁ, ଗୀତିକାର ହବ? ନାଇଁ ତା ପାଇଁ ଜଣେ ଟେକ୍ନିସିଆନ ଶିଖିପାରିବ, ତା ପାଇଁ ଶିକ୍ଷାନୁଷ୍ଠାନ ଅଛି, କିନ୍ତୁ ଗୋଟେ ଲେଖକ ପାଇଁ କିଛି କିଛି ଶିକ୍ଷାନୁଷ୍ଠାନ ସେମିତି ନାହିଁ। କିଛି ନା, କୌଣସି ଏଜୁକେସନ ଡିଗ୍ରୀ ନା, ସେମିତି ନା। କିଛି ନାହିଁ? ଯଦି ତମ ଭିତରେ କିଛି ଅଛି ଆପଣଙ୍କୁ ଲାଗିଲା ଆପଣ ଲେଖିପାରିବେ ବୋଲି, ତାହେଲେ ଲେଖିବେ। ହୁଏତ ଆପଣଙ୍କୁ କିଛି ଅଲଗା ବହି ଅନ୍ୟ ବଡ ଲେଖକଙ୍କର ଭଲ ଲେଖକଙ୍କର ବହି ପଢିବାକୁ ପଡିବ ବା କିଛି ଗୀତ ଶୁଣିବା ପାଇଁ ପଡିବ, ସେଥିରେ ଆପଣଙ୍କ କିଛି ଥଟ୍ ପ୍ରୋସେସ ଡେଭଲପ ହବ, କିନ୍ତୁ ତା ପାଇଁ କିଛି ଶିକ୍ଷାନୁଷ୍ଠାନ ନାହିଁ। ଗୀତ ଲେଖିବା ପାଇଁ କିଛି ଶିକ୍ଷାନୁଷ୍ଠାନ ନାହିଁ। ଜଣେ ସୁର ନଥିବ ଗୀତ ଗାଇଲେ ଗାଇପାରିବନି କେବେ। ଜଣେ ଗୀତ ଶିଖିପାରିବ, କିନ୍ତୁ ତା ପାଖରେ ଗୀତ ଗାଇବାର କ୍ୟାପାସିଟି ଥିବା ଦରକାର, ତାହେଲେ ସେ ଗୀତ ଶିଖିପାରିବ। କିନ୍ତୁ ଗୀତିକାର ତ ଆମେ କଣ କହିବା କି ଗୀତିକାର ହବାଟା ଗୋଟେ ଆକ୍ଚୁଆଲି ଗଡ୍ ଗିଫ୍ଟେଡ? ଭଗବାନଙ୍କ ନିହାତି ଦାନ, ଆଉ କିଛି ନାହିଁ। ଆପଣ କିଛି ନୁହନ୍ତି। ଯାହା ଯଦି କିଛି ପଢିଛନ୍ତି, ସାହିତ୍ୟ ପଢିଛନ୍ତି, ତାହେଲେ ଠିକ ଅଛି, କିନ୍ତୁ ଦେଖିବେ ବହୁତ ବଡ ବଡ କବି ଗୀତିକାର ସେମାନେ କିଛି ପାଠ ପଢିନାହାନ୍ତି। ତେଣୁ ତଥାପି ଆପଣ କୁହନ୍ତୁ ଆଦିକବି ଶାରଳା ଦାସ ତ ଚାଷ କରୁଥିଲେ, ସେ ତ ସେତେବେଳେ ପାଠ କଣ ଥିବ ମାନେ ଭାବନ୍ତୁ, କିଛି ପାଠ ପଢିନଥିବେ। ତେଣୁ ଏଇଟା ଗୋଟେ ଭାବନାଟା କଣ, ମାନେ ଲେଖକ ମାନେ ଯୋଉମାନେ ଲେଖନ୍ତି ସେମାନଙ୍କ ଦୃଷ୍ଟିରେ ଆପଣ ଗୋଟେ ଫୁଲଟେ ଖାଲି ଦେଖୁଥିବେ, ଆମକୁ ସେ ଫୁଲ ଭିତରେ ଆଉ କଣ ଦେଖାଯାଉଥିବ, ଆପଣ ସେଟା ଅନେଇକି ପଳେଇବେ, କିନ୍ତୁ ଆମେ ସେ ଫୁଲଟା କାହିଁ ଫୁଟିଛି, ଏଇ ସମୟରେ କାହିଁ ଫୁଟିଲା, ଏ କଲରଟା କାହିଁ ହେଇଥିଲା, ଆମେ ତାକୁ ବିଭିନ୍ନ ଆଙ୍ଗଲରୁ ଦେଖୁ। ଆକ୍ଚୁଆଲି ଦେଖାଯାଏ ଆମକୁ କାହିଁ ଦେଖାଯାଏ ସେଇଟା ଆମେ ଜାଣିନୁ, କିନ୍ତୁ ସେଇଟା କିଛି ଶିକ୍ଷା କଳାକାରର ଦେଖିବା ନଜରିଆଟା ଆଖପାଖର ବାତାବରଣକୁ ଦେଖିକି ରଚନା କରିବାର ଇଏଟା। ବଟ୍ ଏଇଟା ଏଇ ଯୋଉ ଗୁଣଟା ଆପଣ ନିଜେ କେବେ ଜାଣିଲେ କି ଯୋଉ ଏଇ ଗୁଣଟା ମୋ ଭିତରେ ଅଛି ଆଉ ମୁଁ ଆକୁ ନେଇ ଗୋଟେ ବିକଶିତ ଏଇ ଗୋଟେ ବଡ ଗୀତିକାର ହେବି? ଏଟା ବହୁତ ସେଇଟା ସ୍କୁଲ ବେଳୁ ତ ମାନେ ଲେଖୁଥିଲି, ସେଟା ତ କହିଲେ, କିନ୍ତୁ କଲେଜ ବେଳେ ସେଟା ଜାଣିଲି ଯେ ନାଇଁ ମୁଁ ଏଥିରେ ଲେଖିପାରିବି ଏବଂ ମୁଁ ଏଥିରେ ସକ୍ସେସ୍ ହେବି ବୋଲି। କଲେଜ ବେଳେ ସାଙ୍ଗସାଥି ମାନେ କେମିତି ଥିଲେ? ସାଙ୍ଗସାଥି ବହୁତ ବଢିଆ ଥିଲେ, କିନ୍ତୁ ସେତେବେଳେ ସେମାନେ ମାନେ ଗୀତ ଲେଖିବା ଗୋଟେ ପ୍ରଫେସନ ହେଇପାରେ ବୋଲି କେହି ଭାବିନଥିଲେ। ସମସ୍ତେ ଭାବୁଥିଲେ କଣ ଲେଖୁଛି, ଗୀତ ଲେଖୁଛି, ତାକୁ ନେଇକି କଣ ପ୍ରଫେସନ କରିହବ, କେହି ଭାବିନଥିଲେ। ଯେତେବେଳେ ମୁଁ ପ୍ରଫେସନ କଲି, ସେଥିରେ କିଛି ମାତ୍ରାରେ ସକ୍ସେସ୍ ହେଲି, ସେତେବେଳେ ନାଇଁ ଭାବିଲି ନାଇଁ ନାଇଁ ୟାକୁ ନେଇକି ମୋର ପ୍ରଫେସନ କରିହବ। ଅରୁଣ ମନ୍ତ୍ରୀ ବହୁତ ଟାଇପ ର ଲଭ ସଙ୍ଗସ୍ ଲେଖନ୍ତି, ମାନେ ଆକ୍ଚୁଆଲି କହିବାକୁ ଗଲେ ଲଭ ଗୁରୁ। ତ ଅରୁଣ ମନ୍ତ୍ରୀଙ୍କର ଆକ୍ଚୁଆଲି କେତେ ଜଣ ଗର୍ଲଫ୍ରେଣ୍ଡ ଥିଲେ? ନାଇଁ, ଗାର୍ଲଫ୍ରେଣ୍ଡ ଶବ୍ଦଟାକୁ ଆପଣ ଯଦି ତାକୁ ଖଣ୍ଡ ଖଣ୍ଡ କରିବେ ତାହେଲେ ଅସୁବିଧା। ଗାର୍ଲଫ୍ରେଣ୍ଡ ମିନ୍ସ ମାନେ ଆପଣଙ୍କର ଝିଅ ସାଙ୍ଗ, ଏଇଆ ତ? ମାନେ ପ୍ରେମିକା କେତେ ଜଣ ଥିଲେ? ମୋ କହିବା ମାନେ ହଉଛି ପ୍ରେମିକା କେତେ ଜଣ ଥିଲେ? ପ୍ରେମ କରାଯାଏ ସେ ମାନେ ପ୍ରେମିକା। ପ୍ରେମଟା ଆପଣ ଯଦି ଏଠି ଭଲ ପାଇବାଟା ପାପ ନୁହେଁ, ଲୁଚେଇ ରଖିବା ପାପ। ତେଣୁ ଭଲ ପାଇବାଟା ପାପ ନୁହେଁ ବୋଲି ମତେ ଲାଗେ। ତା ମାନେ ନୁହେଁ ଯେ ଆପଣ କୋଉ ଦୃଷ୍ଟିରେ ଭଲ ପାଉଛନ୍ତି, କୋଉ ଦୃଷ୍ଟିଭଙ୍ଗୀରେ ଭଲ ପାଉଛନ୍ତି, କାହା ସାଙ୍ଗରେ ଆପଣଙ୍କର କଣ ସମ୍ପର୍କ। ତେଣୁ ଭଲ ପାଇବାଟା ଗୋଟେ ଆକର୍ଷଣ। ସେ ଆକର୍ଷଣଟା ଦେଖିବେ, ଆପଣ କିଛି ଯାଉଥିବେ ବାଟରେ, ଆପଣଙ୍କୁ ଗୋଟେ ମୁହଁଟା ଭାରି ଚିହ୍ନା ଚିହ୍ନା ଲାଗିବ, କିନ୍ତୁ ଲାଗିବ ଏ ବାଟରେ ଏ ଲୋକଟାକୁ କୋଉଠି ଦେଖିଛି। ଏତେ ହଜାର ମୁହଁ ଥିବେ, କିନ୍ତୁ ଗୋଟେ ମୁହଁ ଆପଣଙ୍କୁ ଲାଗୁଥିବ କୋଉଠି ଦେଖିଛି ବୋଲି। ଏବଂ କିଛି ବାଟରେ ଆପଣ ଯାଉଥିବେ, ସେ ବାଟରେ କେବେ ଯାଇନଥିବେ, ଆପଣଙ୍କୁ ଲାଗିବ ମୁଁ ସେ ବାଟରେ କେବେ ଯାଇଛି, ଏମିତି ଲାଗେ ବେଳେ ବେଳେ। ତେଣୁ କିଛି ମୁହଁ, କିଛି ବ୍ୟକ୍ତିତ୍ୱ ନିଜର ନିଜର ଲାଗନ୍ତି। ତେଣୁ ସବୁ ସମ୍ପର୍କର ମାନେ ଯେ ଗୋଟେ ଖାଲି ମାନେ କଣ, ମୁଁ ସବୁବେଳେ କୁହେ ସୃଷ୍ଟିଟା ଖରାପ ନୁହେଁ, ଦୃଷ୍ଟିଟା ଖରାପ। ଆମ ଦୃଷ୍ଟିଭଙ୍ଗୀ ଯେମିତି ଆମକୁ ଦୁନିଆଟା ସେମିତି ଦେଖାଯିବ। ଭଗବାନ ଯୋଉ ସୃଷ୍ଟି କରିଛନ୍ତି, କୌଣସି ଜିନିଷ ଖରାପ କରିକି ଗଢି ନାହାନ୍ତି, ସୃଷ୍ଟି କରିନାହାନ୍ତି। ଆମେ ତାକୁ କୋଉ ଦୃଷ୍ଟିରେ ଦେଖିବା, ତେଣୁ ଆମ ଦୃଷ୍ଟିଭଙ୍ଗୀ ଅନୁସାରେ ସମ୍ପର୍କର ମାନେ ବଦଳିଯାଏ। ମନେ କରନ୍ତୁ, ମୁଁ ମୋ ଭଉଣୀକି ବସେଇକି ନଉଥିବି ଗାଡିରେ, ଆଉ ଜଣେ କହୁଥିବ ଦୂରରେ, ଦେଖ ତା ପ୍ରେମିକାକୁ ବସେଇକି ନଉଛି। ତା ଦୃଷ୍ଟିଭଙ୍ଗୀଟା ସେଇଆ, ତା ଚିନ୍ତାଧାରାଟା ସେଇଆ। ତେଣୁ ସମ୍ପର୍କଟା, ଭଲ ପାଇବାଟା, ଜଣେ ମୋ ଭଉଣୀ ରାକ୍ଷୀ ବାନ୍ଧିବ, ସେଇଟା କଣ ଗୋଟେ ଭଲ ପାଇବା ନୁହେଁ, ସେଇଟା ଗୋଟେ ପ୍ରେମ ନୁହେଁ। ତେଣୁ ପ୍ରେମର ସଂଜ୍ଞାଟା ଛୋଟ ନୁହେଁ, ସଂକୁଚିତ ଆଦୌ ନୁହେଁ, ସେଗୁଡ଼ା ଗୋଟେ ବିସ୍ତୀର୍ଣ୍ଣ, ମାନେ ବହୁତ ବଡ। ତେଣୁ ଭଲ ପାଇବାଟା ଗୋଟେ ବିଭିନ୍ନ। ଭାଉଜଙ୍କର ପ୍ରତି ଆପଣଙ୍କର ଯୋଉ ଭଲ ପାଇବା ଆଣ୍ଡ ଗୀତ ତାଙ୍କ ପ୍ରତି କେମିତି, ନାଇଁ କିଛି ଲେଖିଛନ୍ତି ଭାଉଜଙ୍କୁ? ହଁ, ନୂଆ ନୂଆ ଯେତେବେଳେ ସେତେବେଳେ ଲେଖିଥିଲେ, ଆଖିଟା ଭାରି ସୁନ୍ଦର।
ତା ଆଖିଟା ମୁଁ ସବୁବେଳେ କୁହେ ଆଖିଟା ହଉଛି ହୃଦୟର କବାଟ। ଦେଖିବେ ଆପଣଙ୍କ ଯାହା ଆଖିଟା ଭଲ ଥିବ ମାନେ ଜଣଙ୍କ ହୃଦୟ ଭିତରକୁ ପଶିବା ପାଇଁ ଗୋଟେ ବାଟ ହଉଛି ଆଖି। ଯେପର୍ଯ୍ୟନ୍ତ ଆପଣ ଆଖି ନ ମିଶିଛି ଆଉ ଜଣଙ୍କ ହୃଦୟ ଭିତରେ ଆପଣ ପଶି ପାରିବେ ନାହିଁ। ତେଣୁ ଗୋଟିଏ ବାଟ ଗୋଟିଏ କବାଟ ସେ ହଉଛି ଆଖି। ମାନେ ଯେମିତି ଗୋଟେ ଘର ଦୁଆର ମାନେ ଯୋଉଟା କବାଟ ଥାଏ ତେଣୁ ଯୋଉଟା ଆଖି ଆଉ ସେଇଟା ହିଁ ବାଟ। ତେଣୁ ତା ଆଖିକୁ ନେଇ ଆଖି ତୁମ ଆଖି ନୁହଁ କଥା କୁହା ଉଠ କହିଦେଲେ କଥା ପଦେ ହେଇଯାଏ ଗୀତ। ଆଉ ଗୋଟେ ଗୀତ ଥିଲା ଶକ୍ତି ମିଶ୍ର ଗାଇଥିଲେ ଆଖିରେ ତମର କଜଳ ନାଇଲେ ନଇଁଆ ସେଇଠି ସନ୍ଧ୍ୟା ମନ ବଗିଚାରେ ମହକିବା ସେ ମୋ ପ୍ରୀତିର ରଜନୀ। କଣ ଏସବୁ ଗୀତ ସବୁ ଭାଉଜଙ୍କର ମାନେ ଆଖିକୁ ଦେଖି ସେତେବେଳେ ଆଖି ଉପରେ ମୋର ଗୋଟେ ଚାଲିଥିଲା ସିରିଜ ଚାଲିଥିଲା ଯାହା ଗୀତ ଆସିଲା ସବୁ ଆଖି। କାରଣ ମାନେ ଖାଲି ତା ଆଖି ନୁହେଁ ମୋ କହିବା କଥା ଦେଖିବେ ଆଖିଟା ଆକ୍ଚୁଆଲି କଥା କହେ ଓଠ କଥା କୁହେନି। ଆଖି ବହୁତ କିଛି କହି ବହୁତ ସମ୍ପର୍କ ଆଖିରେ ଗଢା ହୁଏ। ଓଠ କହିବା ପାଇଁ ମାନେ ଦରକାର ପଡେନି ଆକ୍ଚୁଆଲି ବେଳେ ବେଳେ। ତେଣୁ ଆଖି ମତେ ଲାଗେ ଆଖିଟା ହଉଛି ଗୋଟେ ଭାରି ମାନେ ଈଶ୍ୱରଙ୍କର ସବୁଠୁ ବଡ ସୃଷ୍ଟି ହଉଛି ଆଖି ଗୋଟେ ମଣିଷ ପାଇଁ।